ରାତିରେ ମୋହନ ମୋ ରୁମ୍କୁ ଆସି କହିଲା, ମ୍ୟାଡ଼ାମ୍, ମୁଁ ଖାଦ୍ୟ ପରିବେଷଣ କରିବି କି? ମୁଁ କହିଲି, ମୋତେ ଏବେ ଭୋକ ନାହିଁ। ତାପରେ ମୁଁ କହିଲି, ମୋହନ, ତୁମେ ମୋ ପାଇଁ ଗୋଟିଏ କାମ କରିବ? ମୋହନ କହିଲା, ହଁ ମ୍ୟାଡ଼ାମ୍, ମୁଁ ନିଶ୍ଚିନ୍ତ କରିବି। କାମ କ'ଣ କୁହନ୍ତୁ? ମୁଁ କହିଲି, ମୋହନ, ମୋ ଦେହ ଭଲ ଲାଗୁନାହିଁ। ଟିକେ ତେଲ ଗରମ କରି ଆଣି ମୋ ହାତ ଗୋଡ଼ରେ ମାଲିସ କରିଦିଅ। ମୋତେ ଟିକେ ଆରାମ ଅନୁଭବ ହେବ। ମୋହନ କହିଲା, ଠିକ୍ ଅଛି ମ୍ୟାଡ଼ାମ୍, ମୁଁ ତେଲ ଗରମ କରି ଆଣୁଛି। ମୁଁ ସେତେବେଳେ ଏକ ଗାଉନ୍ ପିନ୍ଧିଥିଲି ଏବଂ ବିଛଣାରେ ଶୋଇ ରହିଥିଲି। ମୋହନ 5 ମିନିଟ୍ ମଧ୍ୟରେ ତେଲ ଗରମ କରି କୋଠରୀ ଭିତରକୁ ଆସି ଠିଆ ହେଲା। ମୁଁ ମୋର ଗାଉନ୍କୁ ଆଣ୍ଠୁ ପର୍ଯ୍ୟନ୍ତ ଉଠାଇ କହିଲି, ମୋହନ, ମୋ ପାଦରେ ତେଲ ଲଗାଅ ଏବଂ ମାଲିସ କର। ମୋହନ କହିଲା, ହଁ ମ୍ୟାଡ଼ାମ୍, ଏବଂ ତେଲ ଲଗାଇ ମୋ ପାଦ ମାଲିସ କରିବାକୁ ଲାଗିଲା ସେ। ମୁଁ ଜାଣିଶୁଣି ମୋର ଗାଉନ୍କୁ ଉପରକୁ ଉଠାଇଲି, ଯାହାଫଳରେ ମୁଁ ମୋହନକୁ ମୋର ଗୁପ୍ତ ସୌନ୍ଦର୍ଯ୍ୟ ଦେଖାଇ ପାରିବି। ମୋହନ ମୋ ଗୋଡ଼କୁ ମାଲିସ କରିବା ସମୟରେ ଚାହିଁ ରହିଥିଲା ଏବଂ ତା'ର ଆଙ୍ଗୁଠି ମୁଠି ପୂର୍ବ ଅପେକ୍ଷା ଆହୁରି କଠିନ ହୋଇଗଲା। ତାପରେ ମୁଁ ପଛକୁ ବୁଲି କହିଲି, ମୋହନ, ଦୟାକରି ମୋ ପିଠି ମଧ୍ୟ ମାଲିସ କର। ବହୁତ ଯନ୍ତ୍ରଣା ହେଉଛି। ସେ ସଂକୋଚ କରି କହିଲା, ମ୍ୟାଡ଼ାମ୍, ମୁଁ ଏହା କରିପାରିବି ନାହିଁ। ମୁଁ କହିଲି, ମୋହନ, ଦେଖ, ତୁମକୁ ଲଜ୍ଜିତ ହେବାର ଆବଶ୍ୟକତା ନାହିଁ। ମୁଁ ତୁମକୁ ଚାକିରି ଦେଇଛି ଏବଂ ଏହି ମସାଜ ପାଇଁ ମୁଁ ତୁମକୁ ଅଲଗା ଭାବରେ ଅର୍ଥ ଦେବି, ଯାହାଦ୍ୱାରା ତୁମେ ତୁମର ଘର ଭଲ ଭାବରେ ପରିଚାଳନା କରିପାରିବ। ମୁଁ ତାଙ୍କୁ ଟଙ୍କା ଦେଲି। ମୋହନ ମୋର ଗାଉନ୍କୁ ପଛପଟରୁ ଉଠାଇ ମୋ ପିଠି ମାଲିସ କରିବାକୁ ଲାଗିଲା। ମୁଁ କାନ୍ଥରେ ଥିବା ଦର୍ପଣରେ ଦେଖିଲି ଯେ ସେ ଏବେ ମୋ ଶରୀରକୁ ଚାହିଁ ରହିଛି। ମୁଁ କହିଲି, ମୋହନ, ମୋ ପିଠିକୁ ଭଲ ଭାବରେ ମାଲିସ କର। ସେ ଥରୁଥିବା ହାତରେ ମୋ ପିଠିକୁ ମାଲିସ କରୁଥିଲା। ତା'ର ହାତ ବହୁତ ଖରାପ ଭାବରେ ଥରୁଥିଲା। କିଛି ସମୟ ପରେ ମୁଁ ପଛକୁ ବୁଲିକି କହିଲି, ମୋହନ, ଏବେ ମୋ ପେଟ ଅଣ୍ଟାକୁ ମଧ୍ୟ ମାଲିସ କର। ମୋହନ କହିଲା, ମ୍ୟାଡ଼ାମ୍, ଆପଣ କ'ଣ କହୁଛନ୍ତି? ମୋହନ ଭୀଷଣ ଥରୁଥିଲା ଏବଂ ଆଗକୁ ବଢ଼ିବାକୁ ସଂକୋଚ କରୁଥିଲା। ସେ ଚାହିଁଥିଲେ ମୁଁ ଆଗୁଆ ପଦକ୍ଷେପ ନେବି। ସେ ଟିକେ ଲାଜୁଆ ଥିଲା। ତେଣୁ ମୁଁ ତା'ର 2 ହାତ ଧରିଲି ଏବଂ ମୋ ନାମ କାଜଲ ଏବଂ ମୁଁ ଜଣେ 24 ବର୍ଷୀୟ ସୁନ୍ଦରୀ ମହିଳା। ମୋ ବିବାହକୁ 3 ବର୍ଷ ବିତିଗଲାଣି। ମୁଁ ମୋ ଜୀବନରେ ସମସ୍ତ ସୁଖ ପାଇଛି, କିନ୍ତୁ ଜଣେ ମହିଳାଙ୍କ ପାଇଁ ସବୁଠାରୁ ମୂଲ୍ୟବାନ ସୁଖ ମୁଁ ପାଇପାରିଲି ନାହିଁ। ତାହା ହେଉଛି ମୋ ସ୍ୱାମୀଙ୍କର ପ୍ରେମ। ମୋ ସ୍ୱାମୀ ଜଣେ ବଡ଼ ବ୍ୟବସାୟୀ ଅଟନ୍ତି ଏବଂ ବ୍ୟବସାୟ ଯୋଗୁଁ ସେ ସବୁବେଳେ ଘରୁ ବାହାରେ ରୁହନ୍ତି। ମୋ ପାଖରେ ଜୀବନର ସମସ୍ତ ବିଳାସ, ଧନ ଏବଂ ଆରାମ ଏବଂ ମୋ ପାଖରେ ସମ୍ପତ୍ତି ମଧ୍ୟ ଅଛି, କିନ୍ତୁ ମୋ ପାଖରେ ଗୋଟିଏ ଜିନିଷର ଅଭାବ ଅଛି, ଯାହା ମୁଁ ସବୁବେଳେ ମୋ ସହିତ ଅନୁଭବ କରିବାକୁ ଚାହୁଁଛି। ମୋ ସ୍ୱାମୀଙ୍କ ସମୟ ଏବଂ ତାଙ୍କ ନିବିଡ଼ ପ୍ରେମ। ବନ୍ଧୁଗଣ, ମୋ ଘରେ ମୋହନ ନାମକ ଜଣେ ଚାକର ମଧ୍ୟ ଅଛି। ତାକୁ 22 ବର୍ଷ ବୟସ ଏବଂ ସେ ନୟାଗଡ଼ର ବାସିନ୍ଦା। ମୋହନ ମଧ୍ୟ ବିବାହିତ, କିନ୍ତୁ ତା'ର ସ୍ତ୍ରୀ ଗାଁରେ ରହେ। ତା'ର ଆଖିରେ ଏକ ଆକୁଳତା, ଏକ ସମ୍ପୂର୍ଣ୍ଣ ଇଚ୍ଛାର ଯନ୍ତ୍ରଣା ପରିଲକ୍ଷିତ ହୁଏ, ହୁଏତ ମୋ ପରି। ସେ ମଧ୍ୟ ତାଙ୍କ ସାଥୀଙ୍କ ପ୍ରେମରୁ ଦୂରରେ ଅଛନ୍ତି। ଏହା ଗତ ବର୍ଷ ଘଟିଥିଲା। ମୋ ସ୍ୱାମୀ କିଛି ଦିନ ପାଇଁ ଘରକୁ ଆସିଥିଲେ, କିନ୍ତୁ ପ୍ରତିଥର ପରି ସେ ସାରା ଦିନ ଫୋନ୍ରେ ବ୍ୟସ୍ତ ଥିଲେ। ରାତିରେ ମୋତେ ସେ କହିଲେ ଯେ ସେ ବ୍ୟବସାୟ କାମ ପାଇଁ ଗୋଟିଏ ମାସ ପାଇଁ ଆମେରିକା ଯାଉଛନ୍ତି। ସେଦିନ ରାତିରେ ମୁଁ ମୋ କୋଠରୀରେ ଏକାକୀ ଥିବାବେଳେ ଖୁବ୍ କାନ୍ଦିଥିଲି। ପ୍ରଥମ ଥର ପରି ଏଥର ମଧ୍ୟ ସେ ଗୋଟିଏ ଦିନ ପାଇଁ ଆସିଥିଲେ ଏବଂ ମୋତେ ଏକା ଛାଡ଼ି ଚାଲିଗଲେ। ମୋ ହୃଦୟ ତାଙ୍କ ପାଇଁ ତୁଷାର୍ଥ ଥିଲା ଏବଂ ମୁଁ ପୁଣି ଥରେ ସେହି ଯନ୍ତ୍ରଣାରେ ବୁଡ଼ିଗଲି। ମୋ ସ୍ୱାମୀଙ୍କ ପ୍ରେମ ଆଉ ନିବିଡ଼ ସମ୍ପର୍କ ପାଇଁ ଆକୁଳ ହୋଇ ଛଟପଟ ହେଉଥିଲି। ସେ ଚାଲିଯିବା ପରେ ମୁଁ ମୋର ଏକାକିତାକୁ ରକ୍ଷା ପାଇବା ପାଇଁ ମଦ୍ୟପାନ କରିବା ଆରମ୍ଭ କଲି। ଗୋଟିଏ ରାତିରେ ମୁଁ ଏତେ ନିଶାସକ୍ତ ହୋଇ ପଡ଼ିଗଲି ଯେ ମୋର ସ୍ୱାସ୍ଥ୍ୟ ଖରାପ ହୋଇଗଲା। ମୋତେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଲା। ମୋହନ ମୋର ଯତ୍ନ ନେଉଥିଲା। ମୋତେ ଡାକ୍ତରଖାନାକୁ ନେଇଗଲା ଏବଂ ମୁଁ ସୁସ୍ଥ ନ ହେବା ପର୍ଯ୍ୟନ୍ତ ମୋର ଯତ୍ନ ନେଉଥିଲା। ମୁଁ ସୁସ୍ଥ ହେବା ପରେ ମୁଁ ତାଙ୍କୁ ତାଙ୍କ ସେବା ପାଇଁ ଧନ୍ୟବାଦ ଜଣାଇଲି। ମୋହନ ମୋତେ ପ୍ରଣାମ କରି କହିଲା, ମ୍ୟାଡ଼ାମ୍,
ମୁଁ ଆପଣଙ୍କର ଦାସ। ଆପଣଙ୍କର ସେବା କରିବା ମୋର କର୍ତ୍ତବ୍ୟ। ଆମର ଦରିଦ୍ର ହେତୁ ଆମେ ଆମ ସ୍ତ୍ରୀ ଏବଂ ପିଲାମାନଙ୍କଠାରୁ ଦୂରେଇ ରହି ଟଙ୍କା ରୋଜଗାର କରିବା ପାଇଁ ଏଠାକୁ ଆସିଛୁ। ଆପଣଙ୍କ ଅବସ୍ଥା ଦେଖି ମୁଁ ବୁଝିପାରୁଛି ଯେ ସବୁକିଛି ଥିବା ସତ୍ତ୍ୱେ ଆପଣ ଆପଣଙ୍କର ସ୍ୱାମୀଙ୍କ ପ୍ରେମରୁ ଦୂରେଇ ଅଛନ୍ତି। ମ୍ୟାଡ଼ାମ୍, ଯଦି ମୁଁ କିଛି ଭୁଲ କହିଥାଏ ତେବେ ମୋତେ କ୍ଷମା କରନ୍ତୁ। ମୋହନର କଥାରେ ଯନ୍ତ୍ରଣା ଥିଲା। ମୁଁ ମୋ ହୃଦୟରେ ଯେପରି ଯନ୍ତ୍ରଣା ଅନୁଭବ କରୁଥିଲି। ଦିନେ ସେ ତା ବିବାହ ବିଷୟରେ କହିବାକୁ ଲାଗିଲା। ସେ କହିଲା, ଆମର ବିବାହକୁ 1 ବର୍ଷରୁ ଅଧିକ ସମୟ ହୋଇଗଲାଣି, କିନ୍ତୁ ମୋ ସ୍ତ୍ରୀ ସହିତ ମାତ୍ର 2 ମାସ ପାଇଁ ମୁଁ ରହିପାରିଲି। ମୁଁ ତାଙ୍କୁ ପ୍ରତିଦିନ ମନେ ପକାଏ, କିନ୍ତୁ କ'ଣ କରିବି, ଏହା ଏକ ବାଧ୍ୟବାଧକତା। ବନ୍ଧୁଗଣ, ତାଙ୍କ କଥାରେ ସେହି ଆଗ୍ରହ ଥିଲା ଯାହା ମୁଁ ସବୁବେଳେ ମୋ ଭିତରେ ଲୁଚେଇ ରଖୁଥିଲି। ମୋହନଙ୍କ ଆଖିରେ ପ୍ରତିଫଳିତ ଯନ୍ତ୍ରଣା ମୋ ହୃଦୟକୁ ଛୁଇଁଲା। ପ୍ରଥମ ଥର ପାଇଁ କେହି ଜଣେ ମୋତେ ଏପରି ଅନୁଭବ କରାଇଲା ଯେପରି ସେ ମୋ ଯନ୍ତ୍ରଣା ବୁଝିପାରିବ। ଆମ ଦୁହିଁଙ୍କର ସମାନ ସମସ୍ୟା ଥିଲା। ଆମର ଇଚ୍ଛା ଅପୂର୍ଣ୍ଣ ଥିଲା। ସେହି ଦିନ ପରେ ଯେତେବେଳେ ଆମେ ପରସ୍ପରକୁ ଦେଖୁଥିଲୁ, ଆମେ ଆମ ଦୁହିଁଙ୍କ ହୃଦୟର ଏକ ଅଦ୍ଭୁତ ଆକର୍ଷଣ ଅନୁଭବ କରୁଥିଲୁ। ଏକ ସମ୍ପର୍କ ଯେଉଁଥିରେ କୌଣସି ଶବ୍ଦ ନଥିଲା, କେବଳ ଭାବନାର ଗଭୀର ସମୁଦ୍ର ଥିଲା। ମୋହନଙ୍କ ଆଖିରେ ମୋ ପାଇଁ ଏକ ଅଦ୍ଭୁତ ଆକର୍ଷଣ ଦେଖି ମୁଁ ଆଶ୍ୱସ୍ତି ଅନୁଭବ କରୁଥିଲି। ହୁଏତ ଆମେ ଦୁହେଁ ସେହି ଅପୂର୍ଣ୍ଣ ଇଚ୍ଛାର ଦାସ ଥିଲୁ, ଯାହା ଆମେ ଆମ ହୃଦୟରେ ବସେଇଥିଲୁ। ବନ୍ଧୁଗଣ, ଯେତେବେଳେ ମୋହନ କହିଲା, ମ୍ୟାଡ଼ାମ୍, ଯଦି ଆମେ ରୋଜଗାର ନ କରୁ ତେବେ ଆମେ ଘର କିପରି ଚଳାଇ ପାରିବୁ, ସେତେବେଳେ ତାଙ୍କ କଥା ମୋ ହୃଦୟକୁ ଛୁଇଁଲା। ମୁଁ ତାଙ୍କୁ କିଛି ଟଙ୍କା ଦେଇଥିଲି। ମୁଁ କହିଲି, ଯାଅ, ଘରେ କିଛି ଦିନ ବିତେଇ ଆସିବ। କିନ୍ତୁ ସେ ମନା କରି କହିଲା, ନା ମ୍ୟାଡ଼ାମ୍, ମୁଁ ଏହି ଟଙ୍କା ଘରକୁ ପଠାଇଦେବି, ଯାହାଦ୍ୱାରା ଆମର ଘର ଭଲରେ ଚଳିପାରିବ। ମୁଁ ଏଠାରେ ରହି ଆପଣଙ୍କ ସେବା କରିବି। ଯାହା ବି ହେଉ, ମାଲିକ ଘରେ ନାହାନ୍ତି, ତେଣୁ ଆପଣଙ୍କର ଯତ୍ନ ନେବା ମୋର କର୍ତ୍ତବ୍ୟ। ତାଙ୍କ କଥାରେ ତାଙ୍କ ପରିବାର ପ୍ରତି ପ୍ରେମ ଏବଂ ଦାୟିତ୍ୱ ଦେଖି ମୁଁ ଅନୁଭବ କଲି ଯେ ଏହି ସରଳ ବ୍ୟକ୍ତି ତାଙ୍କ ସ୍ତ୍ରୀକୁ କେତେ ଭଲ ପାଆନ୍ତି। ଏବଂ ତାପରେ ମୋ ସ୍ୱାମୀ, ଯିଏ ମୋ ବିଷୟରେ ଆଦୌ ଚିନ୍ତା କରନ୍ତି ନାହିଁ। ମୁଁ ମୋ ହୃଦୟରେ ଯେଉଁ ଆକାଂକ୍ଷା ଦେଖିପାରିଥିଲି, ମୋହନର ଆଖିରେ ସେହି ସମାନ ଆକାଂକ୍ଷା ଦେଖିବାକୁ ପାଇଲି। ଏହା ଥିଲା ଆମ 2 ଜଣଙ୍କର ସମସ୍ୟା। ତାପରେ ମୋ ମନରେ ଗୋଟିଏ ଚିନ୍ତା ଆସିଲା ଯେ ହୁଏତ ଆମେ ଦୁହେଁ ପରସ୍ପରର ଏହି ଆକାଂକ୍ଷାକୁ ଦୂର କରିପାରିବୁ। ବନ୍ଧୁଗଣ, ସେହି ଦିନଠାରୁ ମୁଁ ମୋହନକୁ ଭିନ୍ନ ଦୃଷ୍ଟିରେ ଦେଖିବା ଆରମ୍ଭ କଲି। ଗୋଟିଏ ଦିନ ସେ ଘର ସଫା କରୁଥିଲା ଏବଂ ସେ କେବଳ ହାଫ୍ ପ୍ୟାଣ୍ଟ ପିନ୍ଧିଥିଲା। ତା'ର ଶକ୍ତ ବାହୁ ଏବଂ ଦୃଢ଼ ଶରୀର ଦେଖି ମୁଁ ମୋ ଭିତରେ ଏକ ଅଜବ ଇଚ୍ଛା ଆଉ ସିଂହରଣ ଅନୁଭବ କରିବାକୁ ଲାଗିଲି। ମୁଁ ତାକୁ ମୋ ପାଖକୁ ଆସିବାକୁ ପସନ୍ଦ କରିବାକୁ ଲାଗିଲି ଏବଂ ଏବେ ମୁଁ ନିଷ୍ପତ୍ତି ନେଇଥିଲି ଯେ ମୋହନ ସହିତ ମୁଁ ମୋ ଜୀବନର ଶୂନ୍ୟ ସ୍ଥାନ ପୂରଣ କରିବି। ମୁଁ ତାଙ୍କୁ ମୋ ଆଡ଼କୁ ଆକର୍ଷଣ କରିବା ପାଇଁ ନୂତନ ପଦ୍ଧତି ଆପ୍ଲାଏ କରିବା ଆରମ୍ଭ କରିବି। ମୁଁ ତାଙ୍କ ଆଗରେ ଜାଣିଶୁଣି ଛୋଟ ଛୋଟ ପୋଷାକ ପିନ୍ଧୁଥିଲି ଏବଂ ଶରୀରର ନିବୃତ ଅଂଶ ଦୃଶ୍ୟମାନ କରୁଥିଲି, ଯାହାଦ୍ୱାରା ସେ ମୋ ଆଡ଼କୁ ଚାହିଁବେ ଆଉ ଆକର୍ଷିତ ହେବ। କିନ୍ତୁ ସେ ସବୁବେଳେ ତାଙ୍କ କାମରେ ମଗ୍ନ ରହୁଥିଲା। କେତେବେଳେ ମୁଁ ବାଥରୁମ୍ର ଦ୍ୱାର ଟିକିଏ ଖୋଲା ରଖିଦେଉଥିଲି କିମ୍ବା ହାଲୁକା ରାତି ପୋଷାକ ପିନ୍ଧି ତାଙ୍କ ସାମ୍ନାରେ ଠିଆ ହେଉଥିଲି, କିନ୍ତୁ ମୋର ସମସ୍ତ ପ୍ରୟାସ ବିଫଳ ହେଉଥିଲା। ସେ ଯେପରି ଅନ୍ୟ କୌଣସି ଦୁନିଆରେ ହଜି ରହୁଥିଲା। ତାପରେ ଗୋଟିଏ ଦିନ ମୁଁ ତାଙ୍କୁ ମୋ ରୁମ୍କୁ ଡାକି କହିଲି, ମୋହନ, ଆଜି ମୁଁ ପିଇବାକୁ ଇଚ୍ଛା କରୁଛି। ସେ ଚିନ୍ତିତ ସ୍ୱରରେ କହିଲା, ମ୍ୟାଡ଼ାମ୍, ମଦ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଗତ ଥର ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ମୁଁ ତାଙ୍କ ଆଖିକୁ ଚାହିଁ କହିଲି, ତେବେ ମୁଁ କ'ଣ କରିବି ମୋହନ? ମୁଁ ମୋ ସ୍ୱାମୀଙ୍କ ପ୍ରେମ ପାଇଁ ବ୍ୟାକୁଳ, କିନ୍ତୁ ସେ ମୋର ଅସ୍ଥିରତା ବୁଝିପାରୁନାହାନ୍ତି। ସେ ନୀରବରେ ମୋର ଯନ୍ତ୍ରଣା ବୁଝୁଥିଲା। ତାପରେ ମୁଁ 2ଟି ଗ୍ଲାସରେ ମଦ ଢାଳିଲି ଏବଂ ଗୋଟିଏ ଗ୍ଲାସ ତା ହାତରେ ରଖିଲି। ସେ ସଂକୋଚ କରି କହିଲା, ମ୍ୟାଡ଼ାମ୍, ମୁଁ ମଦ୍ୟପାନ କରେ ନାହିଁ। ମୋର ଏହା କରିବାର କୌଣସି ଉପାୟ ନାହିଁ। ମୁଁ ତା'ର ସଂକୋଚକୁ ଆହୁରି ଭଲ ପାଇବା ଆରମ୍ଭ କଲି। ମୁଁ ତାଙ୍କ ହାତକୁ ଧୀରେ ଧୀରେ ଛୁଇଁଲି। କହିଲି, ମୋହନ, ଏହା ସ୍ଥିତିର ବିଷୟ ନୁହେଁ। ଏହା କେବଳ 2ଟି ହୃଦୟର ଯନ୍ତ୍ରଣା ବାଣ୍ଟିବାର ଏକ ମାଧ୍ୟମ। ବନ୍ଧୁଗଣ, ମୁଁ ତାଙ୍କ ହାତ ଧରି ତାଙ୍କୁ ପାଖକୁ ଟାଣି ଆଣିଲି।
ପ୍ରଥମ ଥର ପାଇଁ ମୁଁ ତାଙ୍କ ସାନ୍ନିଧ୍ୟରେ ଏକ ଭିନ୍ନ ପ୍ରକାର ଉଷ୍ମତା ଅନୁଭବ କଲି। ମୋର ହୃଦୟ ଦ୍ରୁତ ଗତିରେ ଧଡ଼କିବାକୁ ଲାଗିଲା ଏବଂ ତାଙ୍କ ଦ୍ୱିଧାଗ୍ରସ୍ତ ଆଖିରେ ମୁଁ ମୋର ନିଜସ୍ୱ ଆକାଂକ୍ଷାର ଏକ ଝଲକ ଦେଖିଲି। ଧୀରେ ଧୀରେ ମୁଁ ତାଙ୍କ ମୁହଁ ପାଖକୁ ମୋ ଓଠ ଆଣି ତାଙ୍କ ଗାଲକୁ ହାଲୁକା ଭାବରେ ସ୍ପର୍ଶ କଲି। ମୋର ଏହି ସ୍ପର୍ଶ ତାହା ଭିତରେ କିଛି ପରିବର୍ତ୍ତନ କଲା। ତାଙ୍କର ନିଶ୍ୱାସ ଦ୍ରୁତ ହୋଇଗଲା ଏବଂ ସେ ମୋତେ ତା'ର ବାହୁରେ ଆଲିଙ୍ଗନ କଲା। ଆମେ ଦୁହେଁ ସେହି ମୁହୂର୍ତ୍ତରେ ହଜିଗଲୁ, ଯେପରି ଆମର ସମସ୍ତ ଅପୂର୍ଣ୍ଣ ସ୍ୱପ୍ନ ଏବଂ ଇଚ୍ଛା ପରସ୍ପର ମଧ୍ୟରେ ପୂରଣ ହେଉଛି। ତା'ର ବାହୁରେ ମୁଁ ସେହି ଶାନ୍ତି ପାଇଲି ଯାହା ମୁଁ ସବୁବେଳେ ଚାହୁଁଥିଲି। ସେହି ରାତିରେ ଆମେ ଦୁହେଁ ଆମର ଆକାଂକ୍ଷାକୁ ଶାନ୍ତିରେ ପରିଣତ କରିଦେଲୁ। ପରସ୍ପର ସ୍ପର୍ଶରେ ନିଜକୁ ହଜେଇ ଦେବା ପରେ ମୁଁ ସମ୍ପୂର୍ଣ୍ଣ ଅସହାୟ ହୋଇଗଲି, କାରଣ ମୁଁ ଚାହୁଁଥିଲି ମୋ ସ୍ୱାମୀ ମୋତେ ଅଧିକ ଭଲ ପାଆନ୍ତୁ ଏବଂ ମୋତେ ତାଙ୍କ ଆଡ଼କୁ ଟାଣି ନିଅନ୍ତୁ। କିନ୍ତୁ ହୁଏତ ସେହି ପ୍ରେମ ମୋ ଭାଗ୍ୟରେ ନଥିଲା। ଜଣେ ଝିଅ ଚାହେଁ ଯେ ତା'ର ସ୍ୱାମୀ ସବୁବେଳେ ତା ପାଖରେ ରହୁ, ତା'ର ଯତ୍ନ ନେଉ ଏବଂ ତା'ର ଆବଶ୍ୟକତା ପୂରଣ କରୁ। କିନ୍ତୁ ମୋ ସ୍ୱାମୀ ସବୁବେଳେ ତାଙ୍କ କାମରେ ଏତେ ବ୍ୟସ୍ତ ରହୁଥିଲେ ଯେ ମୁଁ ସବୁବେଳେ ଏକୁଟିଆ ଅନୁଭବ କରୁଥିଲି। ଗୋଟିଏ ରାତିରେ ମୋହନ ମୋ ରୁମ୍କୁ ଆସିଲା ଆଉ କହିଲା, ମ୍ୟାଡ଼ାମ୍, ମୁଁ ଆପଣଙ୍କୁ ଖାଦ୍ୟ ପରିବେଷଣ କରିବି କି? ମୁଁ କହିଲି, ମୁଁ ଏବେ ଭୋକରେ ନାହିଁ। ତାପରେ ମୁଁ ସାହସ ସଂଗ୍ରହ କରି କହିଲି, ମୋହନ, ତୁମେ ମୋ ପାଇଁ ଗୋଟିଏ ଉପକାର କରିପାରିବ? ନିଶ୍ଚିନ୍ତ ମ୍ୟାଡ଼ାମ୍, ମୋହନ ହସିକି କହିଲା। ମୁଁ କହିଲି, ମୋହନ, ମୋର ଦେହ ଭଲ ଲାଗୁନାହିଁ। ଦୟାକରି ତେଲ ଗରମ କରି ଆଣି ମୋତେ ମାଲିସ କର। ମୋହନ ମୁଣ୍ଡ ହଲେଇ ହଁ କହିଲା। ଠିକ୍ ଅଛି ମ୍ୟାଡ଼ାମ୍, ମୁଁ ଏହାକୁ ତୁରନ୍ତ ଆଣିଦେବି। ମୁଁ ସେତେବେଳେ ଏକ ଗାଉନ୍ ପିନ୍ଧିଥିଲି ଏବଂ ବିଛଣାରେ ଶୋଇଥିଲି। ତେଲ ଗରମ କରିବା ପରେ ମୋହନ କିଛି ସମୟ ମଧ୍ୟରେ କୋଠରୀ ଭିତରକୁ ଆସିଲା। ଟିକିଏ ହସି ମୁଁ ମୋର ଗାଉନ୍କୁ ଆଣ୍ଠୁ ପର୍ଯ୍ୟନ୍ତ ଉଠାଇ କହିଲି, ମୋହନ, ମୋ ପାଦରେ ତେଲ ଲଗାଅ ଏବଂ ମାଲିସ କର। ମୋହନ ହଁ ମ୍ୟାଡ଼ାମ୍ କହି ଭଦ୍ରତାର ସହିତ ମୋ ପାଦ ମାଲିସ କରିବା ଆରମ୍ଭ କଲା। ମୋ ଶରୀରର ସ୍ପର୍ଶ ସହିତ ସେ ଧୀରେ ଧୀରେ ଏହାକୁ ଅନୁଭବ କରିବାକୁ ଆରମ୍ଭ କଲା। ତା'ର ଆଙ୍ଗୁଠିଗୁଡ଼ିକ ମୋ ଗୋଡ଼କୁ ଯେତେବେଳେ ସେ ମୋ ପାଦକୁ ମାଲିସ କରି ଚାଲିଥିଲା, ମୋ ଦେହ ତାଙ୍କ ସ୍ପର୍ଶ ଅନୁଭବ କରୁଥିଲା ଏବଂ ମୁଁ ଏକ ଅଜବ ଆକର୍ଷଣ ଅନୁଭବ କରିବାକୁ ଲାଗିଲି। ତାପରେ ମୁଁ ଟିକିଏ ବୁଲି କହିଲି, ମୋହନ, ମୋ ପିଠିକୁ ମଧ୍ୟ ମାଲିସ କର, ବହୁତ ଯନ୍ତ୍ରଣା ହେଉଛି। ମୋହନ ଟିକେ ସଙ୍କୋଚରେ କହିଲା, ମ୍ୟାଡ଼ାମ୍, ମୁଁ ଏହା କରିପାରିବି ନାହିଁ। ମୁଁ ମୋ ସ୍ୱର ଧୀର କରି କହିଲି, ମୋହନ, ତୁମର ଲଜ୍ଜା କରିବାର କିଛି ନାହିଁ। ମୁଁ ତୁମର କାମ ପାଇଁ ତୁମକୁ ଅଲଗା ଭାବରେ ଟଙ୍କା ଦେବି, ଯାହାଦ୍ୱାରା ତୁମର ଘର ମଧ୍ୟ ଭଲ ଭାବରେ ଚଳିବ। ବନ୍ଧୁଗଣ, ସେ ଟିକେ ସଙ୍କୋଚରେ ମୋ ପିଠି ମାଲିସ କରିବାକୁ ଆରମ୍ଭ କଲା। ତା'ର ଆଙ୍ଗୁଠିର ସ୍ପର୍ଶ ମୋ ଆତ୍ମାର ଗଭୀରତାରେ ପହଞ୍ଚିବା ପରି ମନେ ହେଉଥିଲା। ମୁଁ କାନ୍ଥରେ ଥିବା ଦର୍ପଣରେ ଦେଖୁଥିଲି ଯେ ସେ ଧୀରେ ଧୀରେ ମୋ ପିଠି ମାଲିସ କରୁଥିଲା ଏବଂ ତା'ର ଆଖି ଏବେ ମୋ ଶରୀର ଉପରେ ସ୍ଥିର ହୋଇଗଲା। ମୁଁ ଟିକେ ସଙ୍କୋଚରେ ମୋ ପିଠି ମାଲିସ କରିବାକୁ ଆରମ୍ଭ କଲି। ମୁଁ କାନ୍ଥରେ ଥିବା ଦର୍ପଣରେ ଦେଖୁଥିଲି ଯେ ସେ ଧୀରେ ଧୀରେ ମୋ ପିଠି ମାଲିସ କରୁଛି ଏବଂ ତା'ର ଆଖି ଏବେ ମୋ ଶରୀର ଉପରେ ସ୍ଥିର ହୋଇଗଲା। ମୁଁ କହିଲି, ମୋହନ, ମୋ ପିଠି ଭଲ ଭାବରେ ମାଲିସ କର। ସେ ଥରୁଥିବା ହାତରେ ମୋ ପିଠି ମାଲିସ କରୁଥିଲା ଏବଂ ମୁଁ ଅନୁଭବ କରିପାରୁଥିଲି ଯେ ଆମ ଉଭୟଙ୍କର ଆଗ୍ରହ ଏବେ ପରସ୍ପର ମଧ୍ୟରେ ତରଳି ଯାଉଥିଲା। ବନ୍ଧୁଗଣ, ମୁଁ ବିଛଣାରେ ଶୋଇଥିଲି। ମୋ ଆଖି ଟିକେ ମଳି ନଥିଲା ଏବଂ ମନରେ କିଛି ଅସ୍ଥିରତା ଥିଲା। ମୁଁ ଜାଣିଥିଲି ଯେ ତାଙ୍କ ସ୍ୱାମୀ ବହୁତ ବ୍ୟସ୍ତ ଏବଂ ସେ କେବେ ମୋ ପାଇଁ ସମୟ ପାଆନ୍ତି ନାହିଁ ଓ ମୋ ପରିସ୍ଥିତି ବୁଝିବା ପାଇଁ କେହି ନଥିଲେ। ଏହି କାରଣ ଥିଲା ଯେ ମୁଁ ମୋ ମୋହନକୁ ଏହା କରିବାକୁ କହିଥିଲି। ତାଙ୍କ ସହିତ କଥା ହେବାକୁ ନିଷ୍ପତ୍ତି ନେଲି। ସେ ଜଣେ ବୁଦ୍ଧିମାନ ବ୍ୟକ୍ତି ଥିଲେ ଏବଂ ତାଙ୍କ ସହିତ ଏକ ସମ୍ପର୍କ ଅନୁଭବ କରିଥିଲି। ମୁଁ ଧୀରେ ଧୀରେ କହିଲି, ମୋହନ, ତୁମେ ମୋତେ ସାହାଯ୍ୟ କରିପାରିବ କି? ମୋ କଣ୍ଠସ୍ୱରରେ କିଛି ଭିନ୍ନ ଭାବନା ଥିଲା, ଯେପରି ମୁଁ ନିଜକୁ ଟିକେ ଆଶ୍ୱସ୍ତି ଦେବାକୁ ଚାହୁଁଥିଲି। ମୋହନ କିଛି ସମୟ ପାଇଁ ନୀରବ ରହିଲା। ତାପରେ ସେ ଟିକିଏ ହସି କହିଲା, ହଁ ମ୍ୟାଡ଼ାମ୍, କୁହନ୍ତୁ, ମୁଁ କ'ଣ କରିବି? ମୁଁ ଧୀରେ ଧୀରେ କହିଲି, ମୁଁ ଭଲ ଅନୁଭବ କରିବାକୁ ଚାହୁଁଛି। ମୋତେ କେବଳ ଟିକେ ବିଶ୍ରାମ ଦରକାର। ତୁମେ ମୋତେ ସାହାଯ୍ୟ କରିବ କି? କେବଳ ଥରେ ମୋହନ। ମୋ କଣ୍ଠରେ ଏକ ଶାନ୍ତି ଏବଂ ଆଶ୍ୱାସନା ଥିଲା
ଯାହା ମୋହନ ଅନୁଭବ କରିଥିଲା। ମୋହନ ଧୀରେ ଧୀରେ କହିଲା, ମ୍ୟାଡ଼ାମ୍, ଯଦି ଆପଣ ଆରାମ କରିବାକୁ ଚାହାନ୍ତି ତେବେ ମୁଁ ଆପଣଙ୍କୁ ସାହାଯ୍ୟ କରିବାକୁ ଖୁସି ହେବି। ସେ ଗରମ ତେଲ ଆଣି ମୋ ଆଡ଼କୁ ଆସିଲା। ମୋହନ ଯେତେବେଳେ ମୋ ପିଠିରେ ତେଲ ଲଗାଇଲା ମୁଁ ଏକ ପ୍ରକାର ଶାନ୍ତି ଅନୁଭବ କରିବାକୁ ଲାଗିଲି। ମୁଁ ଏକ ଗଭୀର ନିଶ୍ୱାସ ନେଲି, ଯେପରି କିଛି ଆଶ୍ୱସ୍ତି ପାଉଛି। ମୋହନଙ୍କ ସ୍ପର୍ଶ ଧୀର ଏବଂ ସଠିକ୍ ଥିଲା, ଯେପରି ସେ ମୋ ଭିତରର ପ୍ରତ୍ୟେକ ଗତିବିଧି ବୁଝିପାରୁଥିଲା। ବନ୍ଧୁଗଣ, ମୁଁ ଟିକିଏ ଅଧିକ ଆରାମଦାୟକ ଅନୁଭବ କରିବାକୁ କହିଲି। ମୋହନ ଟିକେ ଜୋରରେ ଚାପି ଦିଅ, ଯନ୍ତ୍ରଣା କମିଯିବ। ମୋହନ ମୋ ପିଠିକୁ ଭଲ ଭାବରେ ମାଲିସ କଲା ଏବଂ ଧୀରେ ଧୀରେ ମୋ ଶରୀରର ପ୍ରତ୍ୟେକ ଯନ୍ତ୍ରଣାକୁ କମ୍ କରିବାକୁ ଚେଷ୍ଟା କଲା। ଏହି ମୁହୂର୍ତ୍ତରେ ମୁଁ ଅନୁଭବ କଲି ଯେ ଏହା ସଠିକ୍ ସମୟ ଏବଂ ଜଣେ ସଠିକ୍ ଲୋକ ଆପଣଙ୍କ ଜୀବନରେ ଶାନ୍ତି ଏବଂ ବୁଝାମଣା ଆଣିପାରନ୍ତି। ମୁଁ ଜାଣିଥିଲି ଯେ ମୋହନ କେବଳ ଜଣେ କାମ କରୁଥିବା ଲୋକ, କିନ୍ତୁ ଆଜି ସେ ମୋ ସହ ଜଣେ ବନ୍ଧୁ ପରି ବ୍ୟବହାର କରୁଥିଲା ଏବଂ ଏହା ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ମୁଁ କହିଲି, ତୁମକୁ ବହୁତ ଧନ୍ୟବାଦ ମୋହନ। ଏବେ ମୋ ଆଖିରେ ଟିକେ ଆର୍ଦ୍ରତା ଥିଲା, ଯାହା ଗଭୀର ଆଶ୍ୱସ୍ତି ପ୍ରକାଶ କରୁଥିଲା। ମୋହନ ହସି ହସି କହିଲା, ମ୍ୟାଡ଼ାମ୍, ମୁଁ ସବୁବେଳେ ତୁମକୁ ସାହାଯ୍ୟ କରିବା ପାଇଁ ଏଠାରେ ଅଛି। ଯଦି ତୁମକୁ କେବେ କିଛି ଦରକାର ହୁଏ ତେବେ ମୋତେ ନିର୍ଦ୍ୱନ୍ଦ୍ୱରେ ଜଣାଇବ। ଏହା ଶୁଣିବା ପରେ ମୁଁ ତାଙ୍କୁ ମୋ ବାହୁରେ ଜୋରରେ ଭିଡ଼ି ଧରିଲି, କିନ୍ତୁ ମୋହନ ଏତେ ଏକ ଝଟକାରେ ନିଜଠାରୁ ମୋତେ ଦୂରକୁ ଠେଲିଦେଲା ଏବଂ ମୋ ପାଦରୁ ଚାଦର ଉଠାଇ ମୋ ସମଗ୍ର ଶରୀରକୁ ଘୋଡ଼େଇ ଦେଲା। ସେ ମୁଣ୍ଡ ନଇଁ ହାତ ଯୋଡ଼ି ଠିଆ ହୋଇ କହିଲା, ମ୍ୟାଡ଼ାମ୍, ମୁଁ ପୁନର୍ବାର ଏହା କରିପାରିବି ନାହିଁ। ମୁଁ ମୋର ସ୍ତ୍ରୀକୁ ବହୁତ ଭଲ ପାଏ ଏବଂ ମୁଁ ମୋ ସ୍ତ୍ରୀ ପ୍ରତି ବିଶ୍ୱାସଘାତକତା କରିପାରିବି ନାହିଁ, କିମ୍ବା ମୁଁ ମୋ ମାଲିକଙ୍କୁ ବିଶ୍ୱାସଘାତକତା କରିପାରିବି ନାହିଁ, ନଚେତ୍ ଆମକୁ ବିଶ୍ୱାସଘାତକ କୁହାଯିବ। ମ୍ୟାଡ଼ାମ୍, ଆମେ ଗରିବ, କିନ୍ତୁ ଆମେ ଆମର କଠିନ ପରିଶ୍ରମରେ ବଞ୍ଚୁ। ମୁଁ ଜାଣିଛି ଯେ ମାଲିକ ଆପଣଙ୍କୁ ଛାଡ଼ି ଅନେକ ମାସ ବିଦେଶରେ ରୁହନ୍ତି, କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ତୁମେ ମାଲିକଙ୍କ ପ୍ରତି ବିଶ୍ୱାସଘାତକତା କରିବ। ତୁମେ ମାଲିକଙ୍କ ପ୍ରତି ବିଶ୍ୱାସଘାତକତା ହେବା ଉଚିତ ନୁହେଁ। ତୁମେ ମାଲିକଙ୍କ ସହିତ ପ୍ରେମର ସହ କଥା ହୋଇ ଏ କମିକୁ ଦୂର କରିବା ପାଇଁ ଚେଷ୍ଟା କରିବା ଉଚିତ। ହୁଏତ ସେ ତୁମ ସହିତ ରାଜି ହେବେ। ଯେତେବେଳେ ମୁଁ କିଛି ସ୍ମୃତି ସାହାଯ୍ୟରେ ମୋ ସ୍ତ୍ରୀ ବିନା ବଞ୍ଚିପାରୁଛି, ତେବେ ତୁମେ କାହିଁକି କରିପାରିବ ନାହିଁ? ସର୍ବୋପରି ପ୍ରେମ ଏବଂ ବିଶ୍ୱାସ ମଧ୍ୟ କିଛି ମହତ୍ତ୍ୱ ରଖେ। ମାଲିକ ବିଦେଶରେ ରହି ଏତେ କଠିନ ପରିଶ୍ରମ କରନ୍ତି ଏବଂ ତାହା ମଧ୍ୟ କେବଳ ତୁମର ଖୁସି ପାଇଁ। ମୋହନଙ୍କ କଥା ଶୁଣିବା ପରେ ମୋର ମୁଣ୍ଡ ଲଜ୍ଜାରେ ନଇଁଗଲା। ମୋ ଆଖିକୁ ଚାହିଁପାରିଲି ନାହିଁ। ତାଙ୍କ ପ୍ରତ୍ୟେକ ଶବ୍ଦ ମୋ କାନରେ ଏସିଡ୍ ଜଳେଇଲା ପରି ଲାଗୁଥିଲା, କାରଣ ସେ ସତ କହୁଥିଲା। ମୋହନ ହାତ ଯୋଡ଼ି କହିଲା, ମ୍ୟାଡ଼ାମ୍, ମୁଁ ଆଉ ଆପଣଙ୍କ ଘରେ କାମ କରିବି ନାହିଁ। ମୁଁ କାଲି ଚାଲିଯିବି ଏବଂ ଅନ୍ୟ ଏକ ଚାକିରି ଖୋଜିବି। ମୁଁ ତାଙ୍କୁ ଅଟକାଇବାକୁ ପ୍ରୟାସ କରି କହିଲି, ମୋହନ, ଏପରି କର ନାହିଁ। ମୁଁ ମୋର ଭୁଲ ପାଇଁ ବହୁତ ଲଜ୍ଜିତ। ତୁମେ କାହିଁକି ଚାକିରି ଛାଡ଼ିବ? ମୋହନ ମୁଣ୍ଡ ହଲେଇ ନାଇଁ କହିଲା, ନା ମ୍ୟାଡ଼ାମ୍, ମୋ ପାଇଁ ଏଠାରୁ ଚାଲିଯିବା ଭଲ ହେବ। ଯେତେବେଳେ ମୁଁ ଆପଣଙ୍କୁ ଦେଖିବି ହୁଏତ ଆପଣଙ୍କ ଆଖିକୁ ଚାହିଁପାରିବି ନାହିଁ ଏବଂ ଆପଣ ମଧ୍ୟ ମୋ ଆଖିକୁ ଦେଖିପାରିବେ ନାହିଁ। ଆପଣ ଯୁବତୀ ଏବଂ ମୁଁ ମଧ୍ୟ ଯୁବକ। ମୁଁ ବହୁତ ଭୟ କରୁଛି ଯେ ଆମେ ଭୁଲ ବାଟରେ ମୁଁ ବହୁତ ଭୟ କରୁଛି ଯେ ଆମେ ଭୁଲ ବାଟରେ ଯାଇପାରନ୍ତି। ସେଥିପାଇଁ ଏଠାରୁ ଚାଲିଯିବା ମୋ ପାଇଁ ଭଲ ହେବ। ଠିକ୍ ଅଛି। ମୁଁ ହାତ ଯୋଡ଼ି ମୋହନଙ୍କୁ କ୍ଷମା ମାଗିଲି ଏବଂ କହିଲି, ମୁଁ ଯାହା ଭୁଲ କରିଛି ସେଥିପାଇଁ ମୋତେ କ୍ଷମା କର। ମୋହନ, ମୁଁ କିଛି ସମୟ ପାଇଁ ଭାସି ଯାଇଥିଲି। ମୁଁ ଜାଣିନାହିଁ ଯେ ଶୈତାନ କିପରି ମୋ ହୃଦୟ ଏବଂ ମନକୁ କବ୍ଜା କରିନେଲା। ମୋହନ ମୁଣ୍ଡ ହଲେଇ ନାଇଁ କହିଲା, ମ୍ୟାଡ଼ାମ୍, ଦୟାକରି ମୋତେ କ୍ଷମା ମାଗନ୍ତୁ ନାହିଁ। ଏହି ବୟସରେ ଲୋକମାନେ କେତେବେଳେ ଭୁଲ କରି ବସନ୍ତି ଜାଣିପାରନ୍ତି ନାହିଁ। ଆପଣ ମାଲିକଙ୍କ ସହିତ କଥା ହୁଅନ୍ତୁ, ସବୁକିଛି ଠିକ୍ ହେଇଯିବ। ଏହା କହି ପରଦିନ ମୋହନ ତାଙ୍କର ସମସ୍ତ ଜିନିଷପତ୍ର ନେଇ ଆମ ଘରୁ ସବୁଦିନ ପାଇଁ ଚାଲିଗଲା। ଯିବା ପୂର୍ବରୁ ସେ ମୋତେ କ୍ଷମା କରିଦେଲା, କିନ୍ତୁ ମୋର ଭୁଲ ଯୋଗୁଁ ବିଚରା ମୋହନକୁ ଏହି ଚାକିରି ଛାଡ଼ିବାକୁ ପଡ଼ିଲା। ମୋର ଭୁଲ ଯୋଗୁଁ ମୁଁ ଜଣେ ଭଲ ନିରୀହ ଏବଂ ସଚ୍ଚୋଟ ସେବକଙ୍କୁ ହରେଇଲି, ଯାହାକୁ ମୁଁ କେବେ ଭୁଲି ପାରିବି ନାହିଁ। ତେଣୁ ବନ୍ଧୁଗଣ, ଏହା ଥିଲା ଆମର ଆଜିର ଛୋଟ କାହାଣୀ।
ତ ଶ୍ରୋତା ବନ୍ଧୁମାନେ ଆଶା କରୁଛି ଆଜିର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚିନ୍ତ ପସନ୍ଦ ଆସିଥିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍ ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ। ତେବେ ଆଜି ପାଇଁ ରହୁଛି ବାଏ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର କାହାଣୀ ସହିତ ଆଉ ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ।